ମୁଁ ଦୀର୍ଘ 15 ବର୍ଷ ହେଲା ଏ ପାଇପଲାଇନରେ କାମ କରି ଆସିଛି। ଆମେ 2016ରେ ଆମେ ଯେଉଁ ଯେତିକ ୱାର୍କର ଭାଇମାନେ ଅଛୁ ଗୋଟେ ସଂଗଠନ କରିକିରି ଆମେ 2016ରେ ଆମକୁ ଗୋଟେ ସେଟଲମେଣ୍ଟ କରିଥିଲେ। ସେଟଲମେଣ୍ଟ କରିବା ପରେ 2002 ବର୍ଷ ପାଇଁ ସେଟଲମେଣ୍ଟ କରିଥିଲେ। 2018ରେ ଗୋଟେ ସେଟଲମେଣ୍ଟ କରିବା କଥା, ସିଏ ଚକ୍ରାନ୍ତ ଚଲେଇ ଏଠି ଗୁଣ୍ଡାରାଜ କରିକିରି 2018ରେ ଆମକୁ ସେଟଲମେଣ୍ଟ କଲେନି। 2016ରେ ଦେଉଥିଲେ 140 ଟଙ୍କା। যদি 140 ଟଙ୍କା 2016 ଦେଉଥିଲ, 18 ସେୟାକୁ ନ ଦେଇକିରି ତାକୁ ବନ୍ଦ କରିଦେଇକିରି 40 ଟଙ୍କା ଦେଇକିରି 100 ଟଙ୍କା କାଟିଦେଲ। ମାନେ ଆମେ କ'ଣ ଏଠି ଲେବର ହିସାବରେ କାମ କରୁଛୁ, ମାନେ ଆମ ମୁଣ୍ଡରେ କିଛି ନାହିଁ। ତମେ 40 ଟଙ୍କା ଦେଲ, 140 ଟଙ୍କା ଦେଲ, 40 ଟଙ୍କା ରଖିକିରି 100 ଟଙ୍କା କାଟିଦେଲ। ସେ 100 ଟଙ୍କା ଗଲା କୁଆଡ଼େ ମୁଁ ଆଜି ପଚାରୁଛି। ଆପଣ ମାନେ ଏଇ ପାଇପଲାଇନ୍ PHBPL ପାଇପଲାଇନ୍ ଦେଇଥିଲା ସେ ପଇସା, ସେ ପଇସା 100 ଟଙ୍କା କୁଆଡ଼େ ଗଲା? ଏ ମାଫିଆ ମାନଙ୍କୁ ଦେଇକିରି ଆମ ଲେବର ମାନଙ୍କ ପେଟରେ ଗୋଇଠା ମାରିକିରି ଆଜି ପ୍ରଶାସନ ଅଧିକାରୀ ମାନେ ଯାଇକିରି ଆମର ଆଜିକି 44 ଦିନ ହେଲା ବସିକିରି କୌଣସି ଜିନିଷ ଫାଇନାଲ କରିପାରୁନାହାନ୍ତି। ଆଜିକା ଡେଟ୍ରେ ମୁଁ ଦେଖୁଛି ଏ ଚାରିଆଡ଼େ ହୁରି ପଡୁଛି। ମାଆକୁ ସମ୍ମାନ ଗାଁକୁ କାମ। ଏଠି ଆଜି ପାଇପଲାଇନ୍ର ଅଫିସର ମାନେ ଯୋଉ କୀର୍ତ୍ତିମାନ କରିଛନ୍ତି, ଆମ ମାଆଙ୍କ ଗୋଡ଼ ଉପରେ ଚଢ଼ି ଯାଇକିରି CISF ଯୋଉ ଗୁଣ୍ଡାଙ୍କୁ ଆଣି ରଖିଛନ୍ତି, CISF ମାନଙ୍କୁ ସେ ଗୁଣ୍ଡା ମାନେ ତାଙ୍କୁ ଟାଣି ନେଇକିରି ଆଜି ତାଙ୍କର ଚୁଡ଼ି ଫୁଡ଼ି ଭାଙ୍ଗି ଯାଇଛି। ମୁଁ ଏଇଠି କହୁଛି ମିଡ଼ିଆ ଭାଇମାନଙ୍କୁ ମୋ ହାତ ଯୋଡ଼ିକିରି କହୁଛି, ଆମକୁ ମାଆ ମାନଙ୍କୁ ଯୋଉ ଅସମ୍ମାନ ହେଇଛି, ଏ ଅସମ୍ମାନ ଯଦି ଆଜି ଘଣ୍ଟାଏ ଭିତରେ ଫାଇନାଲ ନ ହୁଏ ଆମେ ଏଠି ଯାହା ପାଇଁ ତାହା କରିଦେବୁ। ମୁଁ ପ୍ରତିଶ୍ରୁତି କହୁଛି, ଏ ଜୀବନ ପଛେ ଲଟକେଇ ପଡ଼ିଯାଉ, ଜଗତ ଉଦ୍ଧାର ହଉ। ମୋର 400 ଭାଇଙ୍କ ପାଇଁ ମୋ ଜୀବନ ପଛେ ଚାଲିଯାଉ, ये जीवन मिशी जाऊ माटिए, কিন্তু ଆମେ କାହାକୁ ଛାଡ଼ିବୁନି। ଆମର ସମ୍ମାନ, ଆମ ହକ, ଆମେ ଯୋଉ ନ୍ୟାଯ୍ୟ ଦାବି ପାଇଁ ବହିଛୁ ସେ ନ୍ୟାଯ୍ୟ ଦାବି ନେଇକିରି ଏଠି ଉଠିବୁ। ଆଜି 2 ଘଣ୍ଟା ଭିତରେ ଆମ ନ୍ୟାଯ୍ୟ ଦାବି ଦରକାର। ନହେଲେ ପାଇପଲାଇନ୍ ଅଫିସର କହିଛନ୍ତି ତା ଭିତରେ, ସେମିତି ତା ଭିତରେ ପଶିବେ, ପଦାକୁ ବାହାର କରିଦେବୁନୁ। ଆମ ମାଆର ଇଜ୍ଜତ ଯାଇଛି ମାନେ ଆମେ ତାଙ୍କ ମାଆର ଇଜ୍ଜତ କେମିତି ଯିବ ଆମେ ଜାଣିଛୁ। ଏଠି ବସିଥିଲି ମୋ ପିଲାଙ୍କୁ ଧରିକିରି, ମୁଁ କହୁଛି ସେ କିଏ ଆସିଲେ ତାକୁ ଟାଣି ନେଇଗଲେ ସେ ଇଏ ବାଲା। ମୁଁ ତାଙ୍କୁ ମନା କରୁଛି ତମେ ନିଅନି, ଆମେ ଏଇଠି ବସିଛୁ, ଆମ ପାଇଁ ଚଢ଼ିକି ଯାଆନି। କିଛି ମାନିଲେନି, ଚଢ଼ିଗଲେ। ମୋ ହାତ କଟିଆ କରିଦେଲେ, ମୋ ଚୁଡ଼ିକି ଫୁଟେଇ ଦେଲେ, ଭାଙ୍ଗିକିରି ପଶିଲେ ଆମକୁ ମାରିକିରି, ଆମକୁ ମାରି ବୁଳିକିରି ମୋ ଛୁଆ ପାଇଁ ଚଢ଼ିକିରି ପଶିଲେ। ଆମେ 45 ଦିନ ହେଲା ବସିଛୁ ସେଠି, ଆମେ କଥା ଶୁଣିଲେନି। ଆମେ ଆଜି ବସିଲୁ ବୋଲି ଆମକୁ କାହିଁକି ବସିବା ବୋଲି ଆମେ ମନା କରୁଛୁ, ଯାଅନି, ଶୁଣିଲାନି, ଚଢ଼ିଗଲେ। ଚୁଡ଼ି ଭାଙ୍ଗିକିରି ମୋ ପିଲା ଉପରେ ବି ଚଢ଼ିଗଲେ। ମୁଁ କେମିତି ମାଆଟା ସହିବି କହିଲ? ମୁଁ ମାଆଟା କେମିତି ମୋ ଛୁଆ ଉପରେ ଚଢ଼ିଲେ, ମୁଁ ଉପରେ ଚଢ଼ିଲେ ମୁଁ କେମିତି ସହିବି? ଗୋଟେ ମା ଏମିତି ହଇରାଣ କରୁଛନ୍ତି। ପାଇପଲାଇନ୍ ରେ ଦୀର୍ଘ 15 ବର୍ଷ ହେଲା ମୁଁ କାମ କରୁଅଛି। କିନ୍ତୁ ଗୋଟେ କଥା ଦେଖନ୍ତୁ, ଏଠି 15 ବର୍ଷ କାମ କଲା ପରେ ଜମି ଦେଲୁ, ବିସ୍ଥାପିତ ହେଲୁ, ତାପରେ ଦେଖିଲା ବେଳକୁ ଆମ ଅବସ୍ଥା ଏଇଆ। 15 ବର୍ଷ ଏଠି କାମ କଲା ପରେ ଯୋଉ ସେଣ୍ଟର କହୁଥିଲା, ମୋଦି ସରକାର କହୁଥିଲେ ସମାନ କାମକୁ ସମାନ ପଇସା, କାହିଁ ଦେଖୁଛନ୍ତି ଅଛି ଏଠି 45 ଦିନ ବସିଲା ପରେ ବି ତା ରେଜଲ୍ଟ ହଉଛି ଏଇଆ। ଆଜି ରାଜରାସ୍ତାରେ ଆମେ ବସିଛୁ, आपर भी जिते इंडस्ट्री पारादीप एरिया हम कौन लोक भी जमी देवाक आगे आसबनी कहीं इंडस्ट्री हम आम भात हाँटी को देवु तुम पाखे आसी कुकुर भाया बसबू आउ गोटे कथा जानी माँ भौणी मैंने गेट सामने बसते ऑफिसर मैंने चढ़ी पड़े चूड़ी भी तुटी आमको भी उठे दिगला आम आसी बसीचु शांति शुक्ला सहित बसीचु किंतु जेपर्यंत आम न्याय दाबी पूरण न होती से पर्यंत आमर ये हथियार ना जहाँ भी हो जाऊ मरबू पचे छाड़ू ना तो स्त्री लोक मैंने बसते 3-4 जन बोधे इंजोर्ड होती चढ़ी जाइए हाथ फाथ सब खंडिया घोषाड़ी जो आम सीआईसी वाला ये अच्छा एम कहते लाठीचार्ज करूँ लाठीचार्ज कर उठेदेबू एमानकर भी एत पावर बढ़ीगला आम ये जमी देगी आमरी जमी आमरी माटी माँ ठिया आमको लाठीचार्ज कर उठेदेवे आम यूनियन कर्मकर्ता मैंने आमर आईआईसी सार अच्छा आलोचना चली जहाँ फलाफल हम आपण मान आगे आम निश्चित प्रकाश करूँ आम विगत 46 दिन है धारणा बसचु 8 दफा दाबी कंपानी एपर्यंत प्रशासन कहीं आम पाक आसी ना कि कंपानी कौन प्रकार भी हस्तक्षेप ना कंपानी आमको सेमती अणदेखा कर चली आम खरा वर्षा शीत काकर सहीकि पड़ रही आज आम गोटे माँ पड़ी रोगिणा माँ पड़ी घरे शशुर पड़ी घरे नणंद को बाहर कर छोट पिला को पाठ पढ़ी
पारुनु घर बहुत दुख अनटन जदि कंपनी कहूँ जे ना आम धारणा उठिजु ताहले कंपनी से जो 15,000 टका दउछि 15 वर्ष गोटे लोक काम कला पर भी से 15,000 टका कंपनी निजे चलिक देखू से मुंडिया लोक घर को झुंपड़ी घर रहू से 15,000 टका से चलिक गोटे वर्ष रही ताहले आम एठी उठि पड़े आज आम से कंपनी गेट आगे आम जो बसला पर भी आम जो स्वामी मैंने काम कर कि भल भल कर बसला पर भी से अन्य लोक पूरे काम करुच्ची कंपनी एपर्यंत भी काम बंद करना काम न बंद कर बाध्य होगी आसिक ये बसिलु बसला पर सी आसीगला आमको जो लोक जो घोषारी ने मुझे हाथ देखी मुझे भाई भितर को नुहेनि ना मो हाथ को पेलिक जोर बाड़ा देले ताहरे से माई को ऊपर को चढ़ी आउ जन भी लईसले चढ़ी गोटे भितर को गल मुझे कहली मुझे भाई जाइबनी ना मत चिन्ह किए से लाठी चार्ज कर देखी माँ पर चढ़ी जाओ कंपनी जो कंपनी ठिया है माँ पर चढ़ी नहीं कंपनी ठिया कर केते माँ को आज तुम जगह आम जगह मुझे मौली मुंडिया स्त्री बोलिक आम घर सन्मान आम दांडर कौन आज ओल्लैचु तुम आज आमको आज कह तुम कंपनी निज माँ कि निज स्त्री जी ठिया कर न दिया जाऊँगी ठिया होमको कंपनी सब दिन मार्च आम गोटे दिन कंपनी आगे दाना खाई समस्त शोपड़